ଆପଣ ମାନେ କ'ଣ କେବେ କଳା ମଟର ଚଣାର ଆମ୍ବିଳ ବନେଇକି ଖାଇଛନ୍ତି? ଯଦି ନାହିଁ ତ ଆଜିର ଏହି ରେସିପିକୁ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ନମସ୍କାର, ମୁଁ ଅମୃତା। ଆପଣ ସମସ୍ତଙ୍କୁ ମୋ କୁକିଂ ଚ୍ୟାନେଲରେ ବହୁତ ବହୁତ ସ୍ୱାଗତ ଜଣାଉଛି। ଆଜି ମୁଁ ଆପଣଙ୍କ ସହିତ କଳା ମଟର ଚଣାର ଆମ୍ବିଳର ରେସିପି ସେୟାର କରିବି। ପଶ୍ଚିମ ଓଡ଼ିଶା ସାଇଡ଼ରେ ଏଇ ଚଣାକୁ ବୁଲା ଚଣା ବୋଲି କୁହନ୍ତି। ତ ତାରି ରେସିପି ଆଜି ଆପଣଙ୍କ ସହିତ ସେୟାର କରୁଛି। ଆଶା କରିବି ଆପଣଙ୍କୁ ପସନ୍ଦ ଆସିବ। ତ ଆସନ୍ତୁ ଏବେ ଆମେ ଏଇ ଚଣାର ରେସିପିକୁ ବନେଇବା ଷ୍ଟାର୍ଟ କରିବା। ତ ଏଇ ରେସିପିକୁ ବନେଇବା ପାଇଁ ଏଇଠି ମୁଁ ନେଇଛି 1 କପ୍ ଯେତିକି ବୁଲା ଚଣା କିମ୍ବା କଳା ମଟର ଚଣା, ଆଉ ତା ସହିତ ନେଇଛି 2 ବଡ଼ ଚାମଚ ଶୁଖିଲା ଶିମ୍ବ ମଞ୍ଜି। ଏବେ ଆମେ ଏଥିରେ ପାଣି ଦେଇକି ୟାକୁ ଭଲ ଭାବରେ ଧୋଇ ନେବା। ଆପଣ ୟାକୁ ସାମାନ୍ୟ ଟିକେ ରଗଡ଼ିକି ଧୋଇବେ, ଯେମିତିକି ୟା ଉପରେ ଯାହା ବି କିଛି ଧୂଳିମଳି ଲାଗିକି ଥିବ ସେଇଟା ସଫା ହେଇଯିବ। ତ ଆପଣ 2ରୁ 3 ଥର ଏଥିରେ ପାଣି ଦେଇକି ୟାକୁ ଭଲ ଭାବରେ ଧୋଇ ନେବେ। ଯଦି ଆପଣଙ୍କ ପାଖରେ ଶୁଖିଲା ଶିମ୍ବ ମଞ୍ଜି ନାହିଁ ତ ଆପଣ ସେଇଟା ୟୁଜ୍ ନ କରିଲେ ବି ଚଳିବ, କିନ୍ତୁ ଯଦି ଆପଣଙ୍କୁ ମିଳୁଛି ତ ଆପଣ ସେଇଟା ନିଶ୍ଚୟ ୟୁଜ୍ କରନ୍ତୁ, କାହିଁକିନା ଏଥିରେ ତା'ର ଟେଷ୍ଟ ବହୁତ ହି ବଢ଼ିଆ ଆସିଥାଏ। ତ ଦେଖନ୍ତୁ ଏଇଠି ମୁଁ ଚଣାକୁ ଭଲ ଭାବରେ ଧୋଇ ନେଇଛି। ଏବେ ଆମେ ୟାକୁ ସିଝେଇ ନେବା। ତ ସେଥିପାଇଁ ଆମେ କୁକରରେ ଆଡ଼୍ କରିବା 5 କପ୍ ଯେତିକି ପାଣି। ଏଇଠି ମୁଁ 1 କପ୍ ଚଣା ନେଇଥିଲି, ତ ସେଥିପାଇଁ ଏଇଠି ମୁଁ ଆଡ଼୍ କରୁଛି 5 କପ୍ ପାଣି। ତା ସହିତ ଏବେ ଆମେ ଧୋଇକି ରଖିଥିବା ଚଣା ଆଉ ଶିମ୍ବ ମଞ୍ଜିକୁ ମଧ୍ୟ ଦେଇଦେବା। ଏବେ ଏଥିରେ ଆଡ଼୍ କରିବା ସ୍ୱାଦ ଅନୁସାରେ ଲୁଣ, ଆଉ ତା ସହିତ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ। ଏବେ ଆମେ ସବୁକୁ ଭଲ ଭାବରେ ମିଶାଇ ଦେବା। ଆଉ ଏବେ ୟାକୁ କଭର୍ କରିକି ହାଇ ଫ୍ଲେମ୍ରେ 3ଟି ସିଟି ଆସିବା ପର୍ଯ୍ୟନ୍ତ ରୋଷେଇ କରିନେବା। ହାଇ ଫ୍ଲେମ୍ରେ ଯେମିତି ହିଁ 3ଟି ସିଟି ଆସିବ, ତାପରେ ଆମେ ଫ୍ଲେମ୍କୁ ଲୋରେ ରଖିଦେବା। ଆଉ ଏମିତି ହିଁ ଲୋ ଫ୍ଲେମ୍ରେ ତାକୁ ଆମେ 15 ମିନିଟ୍ ପାଇଁ ସିଝିବା ପାଇଁ ଦେବା। ଏମିତି କରିଲେ ଚଣାଟା ବଢ଼ିଆ ଭାବରେ ସିଝିଯିବ ଆଉ ସେଇଟା ଏକଦମ ସଫ୍ଟ ହେଇଯିବ। ତ ଆପଣ ଚଣାକୁ ଏମିତି ହିଁ ସିଝେଇବେ। ତ ଦେଖନ୍ତୁ ଏଇଠି ହାଇ ଫ୍ଲେମ୍ରେ 3ଟି ସିଟି ଆସିବା ପରେ ତାକୁ ମୁଁ ଲୋ ଫ୍ଲେମ୍ରେ 15 ମିନିଟ୍ ପାଇଁ କୁକ୍ କରି ନେଇଛି। ଆଉ ଏବେ ମୁଁ ଫ୍ଲେମ୍କୁ ଅଫ୍ କରିଦେଉଛି। ଆଉ ୟାର ଯେତିକି ବି ପ୍ରେସର ଅଛି ସେଇଟା ରିଲିଜ୍ ହେବା ପର୍ଯ୍ୟନ୍ତ ଆମେ ଟିକେ ୱେଟ୍ କରିବା। କୁକରର ପ୍ରେସର ଏଇଠି ରିଲିଜ୍ ହେଇଗଲାଣି। ତ ଏବେ ଆମେ କଭର୍ ଖୋଲିକି ଚେକ୍ କରିଦେବା କି ଚଣା ସିଝିଛି ୟା ନାହିଁ। ଆଉ ଦେଖନ୍ତୁ ଚଣା ଏଇଠି ବଢ଼ିଆ ଭାବରେ ସିଝିଲା ଭଳିଆ ଦେଖାଯାଉଛି। ଚଣାକୁ ଏମିତି ହାତରେ ଦବେଇଲେ ମଧ୍ୟ ଦେଖନ୍ତୁ ଇଜିଲି ଦବି ଯାଉଛି, ଏକଦମ ସଫ୍ଟ ହେଇକି ସିଝି ଯାଇଛି ଏଠି ଚଣା। ଯଦି ଚଣା ଏତିକି ଟାଇମ୍ରେ ମଧ୍ୟ ସିଝୁନି ତ ଆପଣ ଆଉ ଗୋଟେ 2ଟା ସିଟି ଲଗେଇକି ଚଣାକୁ ଭଲ ଭାବରେ ସିଝେଇ ନେବେ। ତ ଏବେ ମୁଁ ଏଇ ସିଝିଥିବା ଚଣାକୁ କୁକରରୁ କାଢ଼ିକି କଢ଼େଇରେ ଦେଇ ଦେଉଛି। ତ କଢ଼େଇରେ ଚଣାକୁ କାଢ଼ି ସାରିବା ପରେ ଏବେ ଆମେ ପୁଣି ଥରେ ଫ୍ଲେମ୍କୁ ଅନ୍ କରିବା ଆଉ ତାକୁ ଏକଦମ ହାଇରେ ରଖିକି ୟାକୁ ଟିକେ ଫୁଟିବା ପାଇଁ ଦେବା। ଏହି ରେସିପି ବହୁତ ହି ସିମ୍ପଲ୍ ରହିଛି, କମ୍ ସାମାନ ମଧ୍ୟ ୟୁଜ୍ ହେଇଛି, ତା ସହିତ ତା'ର ଟେଷ୍ଟ ମଧ୍ୟ ବହୁତ ହି ବଢ଼ିଆ ଆସିଥାଏ। ତ ଆପଣମାନେ ଏହି ରେସିପି ଥରେ ନିଶ୍ଚୟ ଟ୍ରାଏ କରିବେ। ଆଉ ଦେଖନ୍ତୁ ଏଇଟା ଏବେ ଫୁଟି ଆସିଲାଣି। ଏବେ ଆମେ ଏଥିରେ 2 ଖଣ୍ଡ ଆମ୍ବୁଳ ଦେଇଦେବା। ଆଉ ୟାକୁ 1 ମିନିଟ୍ ପାଇଁ ଏମିତି ହିଁ ଫୁଟିବା ପାଇଁ ଦେବା। ଏମିତି କରିଲେ ଆମ୍ବୁଳ ମଧ୍ୟ ସିଝିକି ସଫ୍ଟ ହେଇଯିବ। ତ ଆମ୍ବୁଳକୁ ଦେଇ ସାରିବା ପରେ ଏବେ ଆମେ ଏଥିରେ ଆଡ଼୍ କରିବା 2 ଖଣ୍ଡ କଞ୍ଚା ଆମ୍ବ। କଞ୍ଚା ଆମ୍ବ ଆଡ଼୍ କରିଲେ ୟାର ଟେଷ୍ଟ ଆଉ ବାସ୍ନା ବହୁତ ହି ବଢ଼ିଆ ଆସିବ। ଏବେ ଯେହେତୁ ଖରା ଦିନ ଚାଲିଛି ତ ଆପଣଙ୍କୁ ଆମ୍ବ ଇଜିଲି ମିଳିଯିବ, କିନ୍ତୁ ଯଦି ଆପଣ ୟାକୁ ଅନ୍ୟ କୌଣସି ସିଜନରେ ବନାଉଛନ୍ତି ତ କେବଳ ଆମ୍ବୁଳ ୟୁଜ୍ କରିକି ମଧ୍ୟ ବନେଇ ପାରିବେ। ତ ଆମ୍ବ ଦେଇକି ଆମେ ୟାକୁ କେବଳ କିଛି ସେକେଣ୍ଡ ପାଇଁ ହିଁ ଫୁଟେଇ ନେବା। ଏବେ ଆମେ ଏଥିରେ ଚାଉଳ ଚୂନାର ଗୋଟେ ପେଷ୍ଟ ପକେଇବା। ତ ସେଥିପାଇଁ ଏଇଠି ମୁଁ ନେଇଛି 2 ବଡ଼ ଚାମଚ ଚାଉଳ ଚୂନା। ସେଥିରେ ଆମେ ଏଥିରୁ ହିଁ ଅଳ୍ପ ଟିକେ ଗରମ ପାଣି କାଢ଼ିକି ଦେଇଦେବା ଆଉ ୟାକୁ ବଢ଼ିଆ ଭାବରେ ମିଶାଇ ନେବା। ଆପଣ ୟାକୁ ଭଲ ଭାବରେ ମିଶାଇବେ, ଯେମିତିକି ୟା ଭିତରେ ଜମା ବି ଲମ୍ପସ୍ କିମ୍ବା ଗଣ୍ଠି ପଡ଼ିବନି ଆଉ ସେଇଟା ଏକଦମ ସ୍ମୁଥ୍ ହେଇଯିବ। ଏଇଟା ଭଲ ଭାବରେ ମିଶିଗଲେ ଆମେ ୟାକୁ ଚଣାରେ ଦେଇଦେବା ଆଉ ୟାକୁ ବଢ଼ିଆ ଭାବରେ ମିଶାଇ ନେବା। ଏବେ ଆମେ ୟାକୁ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଏମିତି ହିଁ ମିଡ଼ିୟମ୍ ଫ୍ଲେମ୍ରେ ଫୁଟିବା ପାଇଁ ଦେବା। ଯେତେ ଯାଏ ଆମ୍ବିଳ ଫୁଟୁଛି ଚାଲନ୍ତୁ ଆମେ ସେତେ ଟାଇମ୍ରେ ଗୋଟେ ତଡ଼କା ବନେଇ ନେବା। ତ ସେଥିପାଇଁ ଏଇଠି ମୁଁ ନେଇଛି 2 ବଡ଼ ଚାମଚ ତେଲ। ତେଲ ଗରମ ହେଇଗଲେ ଆମେ ଏଥିରେ ଗୋଟେ ଛୋଟ ଚାମଚ ସୋରିଷ ଦେଇଦେବା। ସୋରିଷ ଚଟକି ଗଲେ ଏବେ ଏଥିରେ ଆମେ ଗୋଟେ ଛୋଟ ସାଇଜ୍ର କଟା ପିଆଜକୁ ଆଡ଼୍ କରିବା ଆଉ ତାକୁ କିଛି ସମୟ ପାଇଁ ଭାଜି ନେବା।
पियाज को आपण केवल सामान्य टिके बस सॉफ्ट हब सेतिकी ही भाजी नेबे, ताको अधिक भाजिकी ब्राउन करिवेनी। पियाज भी एठी भजा ही आसिलानी। एबे एथिरे आमे कटा रसुण ऐड करिबा। तो एठी मु 4 ରୁ 5टी रसुण को छोट छोट पीसेस रे काटी नेइछि, ताको पियाज रे देई दबा आ याको भल भाबरे भाजी नबा। किछि समय ପରେ रसुण मध्य एठी भल भाबरे भजा ही जाइछि। एबे एथिरे आमे 2टी सुखिला लंका आ अल्प किछि भृसंग पत्र देई दबा आ ए सब को बढ़िया भाबरे भाजी नबा। एबे पियाज सामान्य टिके ब्राउन हेइ जिवो सेते टाइम ही याको आमे भाजी नबा। आउ देखंतु पियाज मध्य एठी बढ़िया भाबरे भजा हेइ गलानी। आउ ए तड़का एबे बिल्कुल रेडी अछि। याको एबे आमे सांगे सांग नेकी आंबिळ ऊपर देई दबा। आउ एबे आमे याको आहुरी 30 सेकेंड पई एमिति ही फुटिबा पई दबा, जेमिति कि सब फ्लेवर्सटा बहुत ही बढ़िया आसीबो। तो याको 30 सेकेंड फुटई सारिबा परे एठी हमर आंबिळ रेडी हे जिवो, जोटा कि होछि हमर चना आंबिळ। आपण याको गरमा गरम भात सहित खाइबा पई सर्व करंतु, बहुत ही बढ़िया लागिबो खाइबा पई। आशा करिबी आजिर रेसिपी आपणको पसंद आसीथिबो। जदि पसंद आसे तो निजर फ्रेंड्स और फैमिली सहित शेयर करिवे, वीडियोटी को लाइक करिवे। आउ आगको एमिति ही रेसिपीज देखिबा पई चैनल को सब्सक्राइब करि नेबे। तो पुणी भेट हेबो आउ गोटे नुआ वीडियो रे। सेते जाय रहिली, नमस्कार।